ସାମ୍ବାଦିକ ସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ। ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ନିମନ୍ତେ ଗୁରୁବାର ଲଡୁଗାଁ କଲେଜରେ କଳାହାଣ୍ଡି ସାମ୍ବାଦିକ ସଂଘ କୋକସରା ବ୍ଲକ ୟୁନିଟ୍ ପକ୍ଷରୁ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୁବ ରେଡକ୍ରସ ଲଡୁଗାଁ କଲେଜର ସହଯୋଗ ମିଳିଥିଲା। କୋକସରା ବ୍ଲକ ସାମ୍ବାଦିକ ସଂଘ ସଭାପତି ଚକ୍ରଧର ବେସରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି, ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିବାନନ୍ଦ ନାୟକ ମୁଖ୍ୟ ବକ୍ତା ଏବଂ କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନର ସଭାପତି ମହମ୍ମଦ ଅଲି, ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ, ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, କଲେଜ ଅଧ୍ୟକ୍ଷ ଡକ୍ଟର ନିହାରକାନ୍ତ ପଣ୍ଡା, ଅଧ୍ୟାପକ ପ୍ରେମାନନ୍ଦ ସାହା, କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭିଭିଡିଟିଏସ୍ ଦୁଷ୍ମନ୍ତ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଚେତନତା ଓ ସତର୍କତା ଅଭାବରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ବ୍ୟାପୁଛି ବୋଲି କହିବା ସହ ନିଜ ଘର ଚତୁଃପାର୍ଶ୍ୱକୁ ସଫାସୁତୁରା ରଖିବା, କୌଣସି ସ୍ଥାନରେ ଅଧିକ ଦିନ ପାଣି ଜମା ରହିବାକୁ ନଦେବା ଓ ଘରେ ଖାଲଖମା ଥିଲେ ପୋତି ଦେବା, ଆଖପାଖରେ ପଡ଼ିଥିବା ଅଦରକାରୀ ପାତ୍ର ନଷ୍ଟ କରିଦେବା, ମଶାରୀ ବ୍ୟବହାର ସହିତ ଆବଶ୍ୟକ ସ୍ଥଳେ ମଶାନାଶକ ତେଲ ବା ଧୂପ ଲଗାଇବା ଲାଗି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏଥିରେ କଲେଜ ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ସଞ୍ଜୟ ପୁରୋହିତ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ଜଗଦୀଶ ନାୟକ, ବସନ୍ତ ସରାବୁ, ହିରଣ୍ୟ ବେହେରା, ତୁଳାରାମ ବେହେରା, ଗଣେଶ ଭାଟି, ଦେବେନ୍ଦ୍ର ସାଗର, ପରେଶ ପଟ୍ଟନାୟକ, ରଘୁମଣି ପୂଜାରୀ, ନିରଞ୍ଜନ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ। ସାମ୍ବାଦିକ ଗଜେନ୍ଦ୍ର ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଜନମତ ଟିଭି। ଆପଣଙ୍କର ଅଞ୍ଚଳର ଅଧିକ ଖବର ଜାଣିବା ପାଇଁ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ। ଆଜି ସାର୍ ଆମର କୋକସରା ସାମ୍ବାଦିକ ସଂଘ ତରଫରୁ ଏବଂ ଆମର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳରେ ଆମ କଲେଜଠାରେ ଗୋଟେ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ କି ଆମର ଶତାଧିକ ଛାତ୍ରଛାତ୍ରୀ, ଆଶାକର୍ମୀ ଏବଂ ଆମର ସହକର୍ମୀମାନେ ସମସ୍ତେ ପାର୍ଟିସିପେଟ୍ କରିଥିଲେ ଏବଂ ଏଥିରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଲ୍ଲି ସାର୍ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ ମେଡ଼ିକାଲ ଅଫିସର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋକସରାରୁ କର୍ମକର୍ତ୍ତାମାନେ ଆସିକି ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ଏବଂ ଆଗାମୀ ଦିନରେ ଆମେ କିଭଳି ଭାବରେ ଡେଙ୍ଗୁରୁ ଆମେ ରକ୍ଷା କରିପାରିବା, ଆମେ ନିଜକୁ, ପରିବାରକୁ, ସମାଜକୁ, ମ୍ୟାଲେରିଆରୁ କେମିତି ଆମେ ରକ୍ଷା ପାଇପାରିବା, ସେ ଦିଗରେ ବିଭିନ୍ନ ପ୍ରକାର ଯେଉଁ ଯେତେକ ଆମର ଅତିଥି ଆସିଥିଲେ ପିଲାମାନଙ୍କୁ ସଚେତନ କରାଇବାରେ ପ୍ରୟାସ କରିଥିଲେ ଏବଂ ଅଲ୍ଲି ସାର୍ ପିଲାମାନଙ୍କୁ ଉତ୍ସାହ କରିବା ଦିଗରେ ଗୋଟେ କାର୍ଯ୍ୟକ୍ରମ, ଛୋଟିଆ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଅଞ୍ଚଳର ନଳକୂଅ ସଫା କରିବା, ନିଜ ଅଞ୍ଚଳର ଛୋଟ ଯେଉଁ ନିଜର ଘରର ଯେଉଁ ନାଳ ନର୍ଦ୍ଦମା ରହିଛି ତାକୁ ସଫା କରିବା, ସେଥିରୁ ହିଁ ଆମେ ସମାଜ ପାଇଁ ଆଗକୁ ସଚେତନତା ବାର୍ତ୍ତା ନେଇପାରିବା, ଯାହାଦ୍ୱାରା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ। ଏ ଦିଗରେ ସାମ୍ବାଦିକ ସଂଘ ଏବଂ ଅନ୍ୟ ଯେତିକି ଅତିଥି ଆସିଥିଲେ ସେମାନେ ଯେଉଁ କାର୍ଯ୍ୟକ୍ରମରେ ବାର୍ତ୍ତା ଦେଇଥିଲେ ତାହା ଉତ୍ସାହିତ କରିଛି ଆମ ଛାତ୍ରଛାତ୍ରୀମାନଙ୍କୁ, ସହକର୍ମୀମାନଙ୍କୁ ଏବଂ ଆଗାମୀ ଦିନରେ ମୁଁ ଭାବୁଛି ଏହା ପ୍ରଭାବଟା ଠିକ୍ ପଡ଼ିବ ଏବଂ ଆମେ ନିଜକୁ ପରିଷ୍କାର ରଖିବା ସହିତ ନିଜର ପରିବେଶକୁ କେମିତି ପରିଷ୍କାର ରଖିବା ଏବଂ ତାର ମାଧ୍ୟମରେ ଆମେ କେମିତି ଗୋଟେ ସୁସ୍ଥ ଜୀବନଯାପନ କରିପାରିବା, ସେ ଦିଗରେ ଆମେ ସଫଳ ହେବା ବୋଲି ଆଶା